पुदीना गछ लगेଇବା ପାଇଁ ବାବାଙ୍କୁ କହିଥିଲି ଗୋଟେ କୁଣ୍ଡ ଆଣିବା ପାଇଁ। ଆଉ ବାବା ଦେଖନ୍ତୁ ଏଇ କୁଣ୍ଡକୁ ଆଣିଦେଲେ ଆଉ ତା ଭିତରେ ରଖିଥିବା ମାଟିକୁ ଭରି କରିଦଉଛନ୍ତି। ଏପଟେ ମୋ ପୁଅ ଆଣିକିରି ଦଉଛି ତା ବାବାଙ୍କୁ ଖତ ମାଟି। ଆଉ ଏଇ ଖତ ମାଟି ମତେ ମୋ ହାଇଦ୍ରାବାଦରେ ଥିବା ସାଙ୍ଗ ଦେଇଥିଲେ। ସାଙ୍ଗମାନେ ସିଏ ତ ଗୋଟେ ବହୁତ ବଢିଆ ଜାଗାରେ ରହୁଛନ୍ତି, କିନ୍ତୁ ଆମର ଏଠି ଖାଲି ଘର ଆଉ ଘର, ତା ଛଡା ଆଉ ଆମକୁ କିଛି ବି ମିଳୁନି। ସାଙ୍ଗମାନେ ଖୋଜିଲେ ତ ସବୁ ଜିନିଷ ମିଳିବ, କିନ୍ତୁ ଖୋଜି ପାରିଲେ ହେଲା। ଆଉ ମୋ ସ୍ୱାମୀଙ୍କର ତ ଖାଲି କାମ ଆଣ୍ଡେ କାମ, କାମ ଛଡା ଆଉ ତାଙ୍କୁ କିଛି ବି ଦେଖାଯାଉନି। ହେ ସାଙ୍ଗମାନେ, ଆମେ ତ ଏଇଠି ଅଛୁ ଆସିକିରି ସେଇ କାମ ପାଇନା। ତ ଏବେ ସାଙ୍ଗମାନେ ଖତ ମାଟିଟା ଭଲସେ ମିଶା ହେଇଗଲା। ତାପରେ ଚାଲନ୍ତୁ ତଳକୁ ନେଇକିରି ଯିବା ଆଉ ତା ଦେହରେ ପୋଦିନା ଗଛ ସବୁ ଲଗେଇଦବା। ଏଠି ସିନା ମୋ ପୁଅ ଛିଡା ହେଇଛି, କିନ୍ତୁ ତା ହାତ ଗୋଡ ଖଜବଜ ହେଲାଣି, କେମିତି ସେଟା କାଦୁଅ ହେଲେ ତା ଦେହରେ ଯାଇକି ଲାଗିବ। ସାଙ୍ଗମାନେ ମାଟି ତ ଭଲସେ ବାବା ଓଦା କରିଦେଲେ। ଆଉ ମୁଁ ଏପଟେ ଯୋଉ ପୋଦିନାକୁ ରଖିଥିଲି ପାଣିରେ ବୁଡେଇକିରି, ସେ କିଛି ବି ହେଇନି, ସବୁ ଭଲ ଅଛି। ଆଉ ଦେଖନ୍ତୁ ପତ୍ର ବି କଅଁଳି ଯାଇଛି। ତାକୁ ବାବା ସବୁ ଧୀରେ ଧୀରେ କରିକିରି ପୋତିଆରେ ଲାଗିଗଲେଣି। ଆଉ ବାବାଙ୍କ ସାଙ୍ଗରେ ମୁଁ ବି ପୋତିଆକୁ ବସି ପଡିଲି, ନହେଲେ ମୋର ନାଁଟା ହବ କେମିତି ମୁଁ ଲାଗିଥିଲି ବୋଲି। ଏବେ ସାଙ୍ଗମାନେ ପୋଦିନା ଗଛଟି ଯାଉଛି ଛାତ ଉପରକୁ। ଏମିତି ଆମେ ଖାଲି ଛାତ ଉପରୁ ତଳୁ ଛାତ ଉପରୁ ହଉଥିବୁ ଆଜି ଆଉ। ହଉ ହେଲେ କଣ କରିବା, ଏତେ ଦିନରେ ତ ଛାତ ଉପରେ ଗୋଟେ ଗଛଟା ଲଗେଇବାକୁ ମିଳିଲା। ଆମେ ଯେତେ ଯୋଉଠି ବି ରହିଛୁ, ଆମକୁ ଗୋଟେ ଛାତ ବି ମିଳିନି ଗୋଟେ ଗଛ ଲଗେଇବା ପାଇଁ। ଏଠି ଗୁଗୁଲ ତାର କଳା କାରିଗରୀ କରିକିରି ଟଙ୍ଗେଇ ଦେଇଛି। ସାଙ୍ଗମାନେ ଆମର ଦିବାଲି ମିଠା ଓପନିଂ ଟେ ହଉଛି। ଭିଡିଓଟି ଭଲ ଲାଗିଲେ ସବସ୍କ୍ରାଇବ ନିଶ୍ଚିନ୍ତ କରିବେ। ଜୟ ଜଗନ୍ନାଥ।